କ'ଣ ଭଗବାନ ଛୋଟ ଛୋଟ ଜୀବମାନଙ୍କୁ ମନୁଷ୍ୟର ଭୋଜନ ପାଇଁ ପଠାଇଛନ୍ତି? ବନ୍ଧୁଗଣ, ମାଂସ ଖାଇବା ପାପ ନା ପୁଣ୍ୟ? ଆଜି ଆମେ ଏହି ବିଷୟରେ ଆଲୋଚନା କରିବା। କ'ଣ ପଶୁ ପକ୍ଷୀ, ଛେଳି, ମେଣ୍ଢା, କୁକୁଡ଼ା, ମାଛ ଏହି ସମସ୍ତ ଜୀବଙ୍କର ମାଂସ ଖାଇବା ଦ୍ୱାରା ମନୁଷ୍ୟକୁ ପାପ ଲାଗେ ନାହିଁ? ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା କି ଛୋଟ ଛୋଟ ଜୀବମାନଙ୍କୁ ମାରି ଖାଇବା କେତେ ଠିକ୍ ଓ କେତେ ଭୁଲ। ଆଜିକାଲି ଏମିତି ଲକ୍ଷ ଲକ୍ଷ ଲୋକ ମିଳିବେ ଯିଏ ମାଂସ ଖାଇବାକୁ ଠିକ୍ ବୋଲି ମାନିଥାନ୍ତି। ସେମାନେ କହନ୍ତି ଯେ ଭଗବାନ ଏହିସବୁ ଜିନିଷକୁ ଆମେ ଖାଇବା ପାଇଁ ହିଁ ସୃଷ୍ଟି କରିଛନ୍ତି। ଯଦି ଆମେ ଏହାକୁ ଖାଇବା ନାହିଁ ତ ଏମାନଙ୍କର କ'ଣ ହେବ? ଏହି ଦୁନିଆରେ କିଛି ଲୋକ ଏମିତି ବି ଅଛନ୍ତି ଯିଏ ଜୀବ ହତ୍ୟା କରିବାକୁ ଘୋର ଅପରାଧ ବୋଲି କହିଥାନ୍ତି। ମାଂସ ଖାଇବା ସେମାନଙ୍କ ପାଇଁ ବଡ଼ ପାପର କଥା ହୋଇଥାଏ। ବନ୍ଧୁଗଣ, ଜୀବ ହତ୍ୟା କରି ମାଂସ ଖାଇବା କେତେ ଠିକ୍ ଆଉ କେତେ ଭୁଲ, ଏହି ବିଷୟରେ ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତେଣୁ ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓଟି ଯଦି ଭଲ ଲାଗେ ଗୋଟିଏ ଲାଇକ୍ କରି, ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ବନ୍ଧୁଗଣ, ଏହି ପୃଥିବୀ ପୃଷ୍ଠରେ ମନୁଷ୍ୟ ଯେପରି ଜନ୍ମ ନେଇଥାଏ ସେହିପରି ଛେଳି, ମେଣ୍ଢା, ହରିଣ, କୁକୁଡ଼ା, ମାଛ ଇତ୍ୟାଦି ସମସ୍ତ ଜୀବ ମଧ୍ୟ ଜନ୍ମ ନେଇଥାନ୍ତି। ଆଉ ସମୟ ଆସିଲେ ମନୁଷ୍ୟର ଯେମିତି ମୃତ୍ୟୁ ହୁଏ, ଅନ୍ୟ ଜୀବମାନଙ୍କର ମଧ୍ୟ ମୃତ୍ୟୁ ହୋଇଥାଏ। କୌଣସି ପ୍ରାଣୀ ଅନ୍ୟ ପ୍ରାଣୀଙ୍କ ଠାରୁ ଶ୍ରେଷ୍ଠ ନୁହେଁ। ଏହା ଅଲଗା କଥା ଯେ ମନୁଷ୍ୟର ବୁଦ୍ଧି ତୁଳନାରେ ଅନ୍ୟ ଜୀବଜନ୍ତୁଙ୍କର ବୁଦ୍ଧି ବିକଶିତ ନୁହେଁ, କିନ୍ତୁ ମନୁଷ୍ୟର ବିକଶିତ ବୁଦ୍ଧି ଦ୍ୱାରା ଏହା ମାନିବା ଉଚିତ ନୁହେଁ ଯେ ଅଧିକ ଶକ୍ତିଶାଳୀ ଓ ବୁଦ୍ଧିମାନ ପ୍ରାଣୀ କମ୍ ବୁଦ୍ଧିବାଲା ଜୀବଙ୍କୁ ଖାଇପାରେ। ଏହା ଭାବିବା ଭୁଲ ଯେ ଏହିସବୁ କମ୍ ବୁଦ୍ଧି ଥିବା ପ୍ରାଣୀଙ୍କୁ ଭଗବାନ ମନୁଷ୍ୟର ଭୋଜନ ପାଇଁ ସୃଷ୍ଟି କରିଛନ୍ତି। ଆମେ ଆମର ଶରୀରର ପୋଷଣ ପାଇଁ, ଜୀବିକା ପାଇଁ ବା ସ୍ୱାଦିଷ୍ଟ ଭୋଜନ ପାଇଁ ଏମାନଙ୍କୁ ଯେବେ ଚାହିଁଲେ ମାରିକି ଖାଇଥାଉ। କିନ୍ତୁ ମନୁଷ୍ୟ କେବେ ଚିନ୍ତା କରେ ନାହିଁ ଯେ ବାଘ, ସିଂହ ମନୁଷ୍ୟକୁ ମାରି ଖାଇଲେ ସେମାନଙ୍କୁ ମଧ୍ୟ ମନୁଷ୍ୟ ମାଂସ ସ୍ୱାଦିଷ୍ଟ ଲାଗିବ। ତା'ର ମାନେ ଏହା ନୁହେଁ ଯେ ସିଂହ, ବାଘ ପରି ମାଂସାହାରୀ ଜୀବମାନଙ୍କ ପାଇଁ ଭଗବାନ କ'ଣ ମନୁଷ୍ୟକୁ ସୃଷ୍ଟି କରିଛନ୍ତି? ଯଦି ଆମେ କହିବା ଛେଳି, ମେଣ୍ଢା, କୁକୁଡ଼ା, ମାଛ ଏମାନଙ୍କୁ ଭଗବାନ ମନୁଷ୍ୟର ଖାଦ୍ୟ ପାଇଁ ସୃଷ୍ଟି କରିଛନ୍ତି, ତେବେ ଏହି କଥା ମଧ୍ୟ ମାନିବା ଉଚିତ ଯେ ବାଘ, ସିଂହ ପରି ଅନ୍ୟାନ୍ୟ ମାଂସାହାରୀ ଜୀବମାନଙ୍କ ପାଇଁ ମଧ୍ୟ ମନୁଷ୍ୟକୁ ସୃଷ୍ଟି କରିଛନ୍ତି। ଥରେ ଭଗବାନ ଶ୍ରୀକୃଷ୍ଣ ଗୋଟିଏ ଗଛ ମୂଳରେ ବସି ବଂଶୀ ବଜାଉଥିଲେ। ସେହି ସମୟରେ ବିପଦରେ ଥିବା ଗୋଟିଏ ହରିଣ ଦୌଡ଼ି ଆସି ଭଗବାନ ଶ୍ରୀକୃଷ୍ଣଙ୍କ ପଛରେ ଲୁଚିଗଲା। ଭୟଭୀତ ହୋଇଯାଇଥିବା ହରିଣକୁ ଦେଖି ଭଗବାନ ଶ୍ରୀକୃଷ୍ଣ ବଂଶୀ ବଜାଇବା ବନ୍ଦ କରି ପଚାରିଲେ, ହେ ମୃଗ, ତୁମେ ଏତେ ବ୍ୟାକୁଳ ଓ ଭୟଭୀତ କାହିଁକି ହେଉଅଛ? ତୁମେ କାହାକୁ ଡରିକି ଲୁଚିବା ପାଇଁ ଚେଷ୍ଟା କରୁଅଛ? ଏହି କଥା ପଚାରିବା ସମୟରେ ହାତରେ ଧନୁର୍ବାଣ ଧରି ଜଣେ ଶିକାରୀ ଆସି ସେଠାରେ ପହଞ୍ଚିଲା। ଆଉ କହିଲା, ହେ ବାଳକ, ସେ ମୃଗ ସାମ୍ନାରୁ ହଟିଯାଅ, ଆଉ ମୋର ଶିକାରକୁ ମୋତେ ବଧ କରିବାକୁ ଦିଅ। ତାକୁ ବଧ କରି ମୁଁ ମୋ ସାଙ୍ଗରେ ନେଇ ତାକୁ ଭୋଜନ କରିବି। ଶିକାରୀର ଏହି କଥା ଶୁଣି ବାଳକ ରୂପରେ ଥିବା ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଶିକାରୀ, କୌଣସି ଜୀବ ଉପରେ କାହାର ଅଧିକାର ନଥାଏ। ପ୍ରତ୍ୟେକ ଜୀବିତ ପ୍ରାଣୀ ଉପରେ କେବଳ ତା'ର ନିଜର ହିଁ ଅଧିକାର ରହିଥାଏ। ଏହା ଶୁଣି ଶିକାରୀ କହିଲା, ନାହିଁ, ସେ ହେଉଛି ମୋର ଶିକାର। ମୁଁ ଏବେ ତାକୁ ମାରି ନେଇ ତା ମାଂସକୁ ରୋଷେଇ କରି ଖାଇବି। ଏହା ଶୁଣି ଭଗବାନ ଶ୍ରୀକୃଷ୍ଣ ଶିକାରୀକୁ କହିଲେ, ଆରେ ନିର୍ଦ୍ଦୟୀ ପ୍ରାଣୀ, କାହାକୁ ମାରିବାର ଅଧିକାର ତୁମକୁ କିଏ ଦେଲା? ଏହି ଅଧିକାର ସେ ମଧ୍ୟ ପାଇନାହିଁ ଯିଏ ତାକୁ ଜନ୍ମ ଦେଇଅଛି। କୌଣସି ବି ଜୀବକୁ ମାରିବା ଦ୍ୱାରା ପାପ ହୋଇଥାଏ। କ'ଣ ତୁମେ ଧର୍ମକୁ ମାନୁନାହଁ? ଏହା ଶୁଣି ଶିକାରୀ କହିଲା, ହେ ବାଳକ, ତୁମ ପରି ମୋର ଏତେ ଜ୍ଞାନ ନାହିଁ, କିନ୍ତୁ ହଁ, ଏତିକି ଜାଣିଅଛି କି ମାଂସ ଭକ୍ଷଣ କରିବାରେ ପାପ ହୁଏ ନାହିଁ। ଆଉ ହଁ, ଏହି ଜୀବମାନଙ୍କୁ ମାରି ମୁଁ ତାଙ୍କୁ ପଶୁ ଜନ୍ମରୁ ମୁକ୍ତି ଦେଇଥାଏ। ଆଉ ଯଦି ଜୀବ ହତ୍ୟା ପାପ, ତ ରାଜାମାନେ କାହିଁକି ଏମାନଙ୍କୁ ମାରିବାକୁ ଆଗ୍ରହ କରନ୍ତି? ଶିକାରୀର ଏହି କଥା ଶୁଣି ଭଗବାନ ବୁଝିଗଲେ ଯେ ଶିକାର କରି କରି, ମାଂସ ଖାଇ ଖାଇ ଏହାର ବୁଦ୍ଧି ଭ୍ରଷ୍ଟ ହୋଇଗଲାଣି। ଶିକାରୀକୁ ବୁଝେଇବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ ଶିକାରୀକୁ କହିଲେ, ତେବେ ଏହି କାହାଣୀକୁ ମନ ଦେଇ ଶୁଣ ଯେ ଲୋକେ ମାଂସ କାହିଁକି ଖାଇଥାନ୍ତି, ଆଉ ମାଂସ ଖାଇବା ପାପ ନା ପୁଣ୍ୟ। ଥରେ ଗୋଟିଏ ରାଜ୍ୟରେ ଭୟଙ୍କର ମରୁଡ଼ି ପଡ଼ିଲା। ଲୋକଙ୍କର ଫସଲ ନଷ୍ଟ ହୋଇ ସାରିଥିଲା। ଚାରିଆଡ଼େ ଅନାହାରର ହାହାକାର ସ୍ୱର। ସେଥିପାଇଁ ସେହି ରାଜ୍ୟର ରାଜା ଗଭୀର ଚିନ୍ତାରେ ପଡ଼ିଗଲେ ଯେ ଲୋକଙ୍କୁ ଅନାହାରର ସମସ୍ୟାରୁ କିପରି ମୁକ୍ତି କରାଯିବ। ତେଣୁ ସେ ଏକ ସଭାର ଆୟୋଜନ କଲେ ଏବଂ ସମସ୍ତ ସଭା ସଦସ୍ୟଙ୍କୁ ପଚାରିଲେ, ଲୋକଙ୍କୁ ଭୋଜନ ଦେବା ପାଇଁ ସବୁଠାରୁ ଶସ୍ତା ଜିନିଷ କ'ଣ ହେବ? ଏହା ଶୁଣି ଉପସ୍ଥିତ ସମସ୍ତ ସଦସ୍ୟ ଚିନ୍ତାରେ ପଡ଼ିଗଲେ କି ଏହାର ଉତ୍ତର କ'ଣ ଦିଆଯିବ।
ଚାଉଳ ଗହମ ପରି ଅନ୍ୟାନ୍ୟ ଖାଦ୍ୟଶସ୍ୟ ତ ଉତ୍ପାଦନ ହୋଇପାରୁନାହିଁ। ସଭାରେ ଉପସ୍ଥିତ ସଦସ୍ୟଙ୍କ ମଧ୍ୟରୁ ମାଂସ ଖାଉଥିବା ଜଣେ ବ୍ୟକ୍ତି ଭାବିଲା ମାଂସକୁ ଖାଦ୍ୟରେ ସାମିଲ କରିବା ପାଇଁ ଏହା ଏକ ଭଲ ସୁଯୋଗ। ଆଉ ଯଦି ରାଜା ଏଥିରେ ସହମତି ପ୍ରକାଶ କରନ୍ତି ତେବେ ଆମେ ମନ ଇଚ୍ଛା ଜୀବମାନଙ୍କୁ ମାରି ଖାଇବୁ। ଏଥିରେ କୌଣସି ବାଧା ସୃଷ୍ଟି ହେବ ନାହିଁ। ସେ ରାଜାଙ୍କୁ କହିଲା, ଏହି ଅନାହାରର ସଙ୍କଟ ଦୂର କରିବା ପାଇଁ ମାଂସଠାରୁ ଶସ୍ତା କିଛି ବି ନାହିଁ। ଏଥିରେ ଧନ ବି ଖର୍ଚ୍ଚ ହେବ ନାହିଁ, ଆଉ ଅଧିକ ପରିଶ୍ରମ ମଧ୍ୟ ହେବ ନାହିଁ। ଆଉ ଲୋକଙ୍କର ଭୋଜନ ବି ହୋଇଯିବ। ସଭାରେ ଉପସ୍ଥିତ ସମସ୍ତ ଲୋକ କିଛି ଉପାୟ ନ ପାଇ ଏହି କଥାରେ ସହମତି ହେଲେ। କିନ୍ତୁ ରାଜଦରବାରର ପ୍ରଧାନମନ୍ତ୍ରୀକୁ ଏହା ପସନ୍ଦ ହେଲା ନାହିଁ। ସେ ଚୁପଚାପ ବସି ରହିଲେ। ଏହା ଦେଖି ରାଜା ମନ୍ତ୍ରୀଙ୍କୁ ପଚାରିଲେ, ଏହି କଥାରେ ତୁମର ମତାମତ କ'ଣ? ରାଜାଙ୍କ କଥା ଶୁଣି ମନ୍ତ୍ରୀ କହିଲେ, ହେ ମହାରାଜ, ମୋ ହିସାବରେ ମାଂସ ଭୋଜନ ଭଲ ବିକଳ୍ପ ନୁହେଁ। ଏହି ବିଷୟରେ ମୁଁ ମୋର ମତାମତ ଆସନ୍ତାକାଲି ଦେବି। ଏହା ଶୁଣି ରାଜା ସଭା ଭଗ୍ନ କଲେ। ସନ୍ଧ୍ୟା ହେବା ପରେ ମନ୍ତ୍ରୀ ମାଂସ ଖାଇବାକୁ ପରାମର୍ଶ ଦେଇଥିବା ଲୋକର ଘରକୁ ଗଲେ। ହଠାତ୍ ମନ୍ତ୍ରୀଙ୍କୁ ଦେଖି ସେହି ଲୋକ ବହୁତ ଡରିଗଲା। ଭାବିଲା ବୋଧେ କିଛି ଭୁଲ ହୋଇଯାଇଅଛି। ମନ୍ତ୍ରୀ କହିଲେ, ଆରେ ଭାଇ, ସଭା ଭଗ୍ନ ହେବା ପରେ ରାଜାଙ୍କ ଦେହ ବହୁତ ଖରାପ ହୋଇଯାଇଅଛି। ତାଙ୍କୁ ଏକ ଅଜଣା ବେମାର ଗ୍ରାସ କରିଅଛି। ରାଜବୈଦ୍ୟଙ୍କ କହିବା ଅନୁସାରେ ରାଜାଙ୍କୁ ଯଦି କୌଣସି ହୃଷ୍ଟପୃଷ୍ଟ ମଣିଷର କିଛି ମାଂସ ମିଳିଯାଏ ତ ରାଜା ରୋଗମୁକ୍ତ ହୋଇପାରିବେ। ତୁମେ ରାଜାଙ୍କର ତ ବହୁତ ବିଶ୍ୱାସୀ ଲୋକ, ତେଣୁ ମୁଁ ତୁମ ପାଖକୁ ଆସିଅଛି। ରାଜାଙ୍କୁ ବଞ୍ଚାଇବା ପାଇଁ ତୁମେ ତୁମ ଶରୀରରୁ କିଛି ମାଂସ ଦେଇପାରିବ? ରାଜାଙ୍କର ମଧ୍ୟ ବିଶ୍ୱାସ ତୁମେ ଏହି କାମ ପାଇଁ ମନା କରିବ ନାହିଁ। ଏହା ବଦଳରେ ତୁମେ ଯେତେ ଧନ ମାଗିବ ନେଇଯିବ, କିନ୍ତୁ କିଛି ମାଂସ ଦିଅ। ଆସ, ଏହି ତଲୱାର ସାହାଯ୍ୟରେ ମୁଁ ତୁମ ଶରୀରରୁ କିଛି ମାଂସ ବାହାର କରିନିଏ। ମନ୍ତ୍ରୀଙ୍କର ଏହି କଥା ଶୁଣି ସେହି ବ୍ୟକ୍ତିର ଚେହେରା ଫିକା ପଡ଼ିଗଲା। ଆଉ ସେ ଡରିଗଲା। ସେ ଶୀଘ୍ର ଘର ଭିତରକୁ ଦୌଡ଼ି ଯାଇ କିଛି ସ୍ୱର୍ଣ୍ଣ ମୁଦ୍ରା ଆଣି ମନ୍ତ୍ରୀକୁ ଦେଇ କହିଲା, କ୍ଷମା କରିବେ ଆଜ୍ଞା, ମୁଁ ମୋ ଶରୀରରୁ ମାଂସ ଦେଇପାରିବି ନାହିଁ। ଏହା ବଦଳରେ ଆପଣ ଏହି ସ୍ୱର୍ଣ୍ଣ ମୁଦ୍ରା ନେଇ ଅନ୍ୟ କାହା ପାଖରୁ ମାଂସ ନେଇଯିବେ। ମନ୍ତ୍ରୀ କହିଲେ, ନାହିଁ ଭାଇ, ରାଜା ବିଶେଷ ଭାବରେ ତୁମର ମାଂସ ନେବାକୁ କହିଛନ୍ତି। କାହିଁକି ନା ତୁମେ ପୂରା ହୃଷ୍ଟପୃଷ୍ଟ ଅଛ। କିଛି ମାଂସ ନେଇଗଲେ ତୁମର କିଛି କ୍ଷତି ହେବ ନାହିଁ, ବରଂ ରାଜାଙ୍କର ଜୀବନ ବଞ୍ଚିଯିବ। ଏହା ବଦଳରେ ରାଜାଙ୍କୁ କହି ମୁଁ ତୁମକୁ ମନ୍ତ୍ରୀ ପଦ ମଧ୍ୟ ଦେଇଦେବି। ତେଣୁ ଆଉ ବିଳମ୍ବ କର ନାହିଁ, କିଛି ମାଂସ ବାହାର କରି ଦେଇଦିଅ। ଏହା ଶୁଣି ସେହି ବ୍ୟକ୍ତି କହିଲା, ହେ ମନ୍ତ୍ରୀବର, ଏହା ବଦଳରେ ମୁଁ ତୁମକୁ ମୋର ସବୁ କିଛି ଦେଇଦେବି, କିନ୍ତୁ ଶରୀରରୁ କାଟି ମାଂସ ଦେଇପାରିବି ନାହିଁ। ଏତିକି କହି ସେ ସେଠାରୁ ପଳାଇବା ପାଇଁ ଚେଷ୍ଟା କଲା। ଏବେ ମନ୍ତ୍ରୀ କହିଲେ, ତୁମେ ସିନା ଚାଲିଯିବ, କିନ୍ତୁ ତୁମର ପରିବାର ତ ଏଠାରେ ରହିଯିବେ। ସେହି ବ୍ୟକ୍ତି କହିଲା, ମନ୍ତ୍ରୀବର, ନିଜ ପ୍ରାଣଠାରୁ ଅଧିକା କିଛି ନାହିଁ। ଯଦି ମୁଁ ରହିବି ନାହିଁ ତ ପରିବାରର କ'ଣ କରିବି? ମନ୍ତ୍ରୀ କହିଲେ, ତୁମକୁ ଏଠାରୁ ଯିବାର ଦରକାର ନାହିଁ। ତୁମକୁ ଦେବାର ନାହିଁ ତ ଦିଅ ନାହିଁ, ମୁଁ ଅନ୍ୟ କାହା ପାଖକୁ ଚାଲିଯିବି। ଏହା କହି ମନ୍ତ୍ରୀ ସେହି ସ୍ୱର୍ଣ୍ଣ ମୁଦ୍ରାକୁ ନେଇ ଚାଲିଗଲେ। ଏହିପରି ଭାବରେ ମନ୍ତ୍ରୀ ଅନେକ ବ୍ୟକ୍ତି ଆଉ ରାଜକର୍ମଚାରୀଙ୍କ ଘରକୁ ଗଲେ। ସମସ୍ତଙ୍କୁ କିଛି ମଣିଷ ମାଂସ ପାଇଁ ଅନୁରୋଧ କଲେ, କିନ୍ତୁ ସମସ୍ତେ ମାଂସ ବଦଳରେ ସୁବର୍ଣ୍ଣ ମୁଦ୍ରା ତ ଦେଲେ, କିନ୍ତୁ ମାଂସ ଦେଲେ ନାହିଁ। ମନ୍ତ୍ରୀ ସେହି ଟଙ୍କାକୁ ନେଇ ନିଜ ଘରକୁ ଚାଲି ଆସିଲେ। ଆଗାମୀ ଦିନ ସକାଳୁ ସକାଳୁ ମନ୍ତ୍ରୀ ଯାଇ ରାଜାଙ୍କ ପାଖରେ ପହଞ୍ଚିଲେ। ଇତିମଧ୍ୟରେ ସେହି ଲୋକମାନେ ମଧ୍ୟ ରାଜଦରବାରରେ ପହଞ୍ଚିଲେ କି ରାଜା ସୁସ୍ଥ ହେଲେ କି ନାହିଁ। ମନ୍ତ୍ରୀ ରାଜାଙ୍କ ସାମ୍ନାରେ ସମସ୍ତ ସ୍ୱର୍ଣ୍ଣ ମୁଦ୍ରା ଏକାଠି ରଖିଦେଲେ। ଏହା ଦେଖି ରାଜା ପଚାରିଲେ, ମହାମନ୍ତ୍ରୀ, ଏତେ ଟଙ୍କା କାହିଁକି ଆଣିଅଛ? ଏହାପରେ ମନ୍ତ୍ରୀ ପୂର୍ବ ଦିନ ହୋଇଥିବା ଘଟଣା ବିଷୟରେ କହିଲେ। ହେ ମହାରାଜ, ମୁଁ ମିଛର ଏକ ନାଟକ କରିଥିଲି। ମୁଁ ଏ ସମସ୍ତ ଲୋକଙ୍କୁ କହିଲି କି ରାଜାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ଅଛି, ଆଉ ଯଦି କାହା ପାଖରୁ କିଛି ମଣିଷ ମାଂସ ମିଳିଯିବ ତ ରାଜା ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ। କିନ୍ତୁ ସମସ୍ତେ ମୋତେ ଏତେ ସ୍ୱର୍ଣ୍ଣ ମୁଦ୍ରା ତ ଦେଇଦେଲେ, ବରଂ ଆପଣଙ୍କ ଉପଚାର ପାଇଁ ନିଜ ଶରୀରରୁ କେହି ମାଂସ ଟିକେ ଦେଲେ ନାହିଁ। କାଲି ସଭାରେ ଲୋକମାନେ ଭୋଜନ ପାଇଁ ମାଂସ ଶସ୍ତା ବୋଲି କହୁଥିଲେ। ଏବେ ଆପଣ ଚିନ୍ତା କରନ୍ତୁ କି ଜୀବିତ ପ୍ରାଣୀର ମାଂସ କେତେ ଶସ୍ତା ଆଉ କେତେ ମହଙ୍ଗା। ମାତ୍ର ଅଳ୍ପ କିଛି ମାଂସ ପାଇଁ ଏଠାରେ ଅନେକ ସ୍ୱର୍ଣ୍ଣ ମୁଦ୍ରା ତ ଏକାଠି ହୋଇଗଲା, କିନ୍ତୁ ମାଂସ ଟିକେ ମିଳିଲା ନାହିଁ। ମନ୍ତ୍ରୀଙ୍କର ଏହି କଥା ରାଜା ବହୁତ ଭଲ ଭାବରେ ବୁଝିସାରିଥିଲେ। ଏପଟେ ଭଗବାନ ଶ୍ରୀକୃଷ୍ଣ ସେହି ଶିକାରୀକୁ ବୁଝେଇଲେ କି ଦେଖ, ନିଜର ଶରୀର ସମସ୍ତଙ୍କୁ ପ୍ରିୟ ହୋଇଥାଏ, ସେ ମନୁଷ୍ୟ ହୁଅନ୍ତୁ କିମ୍ବା ପଶୁ। ସମସ୍ତଙ୍କର ଶରୀର ଓ ପ୍ରାଣ ସେତିକି ହିଁ ମୂଲ୍ୟବାନ ହୋଇଥାଏ ଯେତିକି ତୁମ ପାଇଁ ତୁମର। ତେଣୁ କେବେ ବି କାହାର ଶରୀରକୁ କଷ୍ଟ ଦେବା ଉଚିତ ନୁହେଁ। ମଣିଷ ନିଜର ଶରୀରକୁ ତ ବହୁତ ଯତ୍ନ କରେ, କିନ୍ତୁ ଅନ୍ୟ ଜୀବକୁ ମାରିବାକୁ
ଜମାରୁ ବିଳମ୍ବ କରି ନାହିଁ। କାହିଁକି ନା ସେହି ଯନ୍ତ୍ରଣାଦାୟକ ପୀଡ଼ା ତାକୁ ହିଁ ହୋଇଥାଏ, ତୁମକୁ ନୁହେଁ। ଯେଉଁଦିନ ସେହି ପୀଡ଼ା ତୁମକୁ ହେବ, ସେହିଦିନ ଅନ୍ୟ ଜୀବର ମାଂସର ମୂଲ୍ୟ ତୁମେ ବୁଝିପାରିବ। ଜୀବହତ୍ୟା ମନୁଷ୍ୟ ସହିତ ସମାନ ଅପରାଧ ଅଟେ। ଛୋଟରୁ ଆରମ୍ଭ କରି ବଡ଼ ଜୀବ ପର୍ଯ୍ୟନ୍ତ ସମସ୍ତଙ୍କୁ ସ୍ୱଇଚ୍ଛାରେ ବଞ୍ଚିବାର ଅଧିକାର ଭଗବାନ ସମସ୍ତଙ୍କୁ ଦେଇଛନ୍ତି। ସେମାନଙ୍କର ଜୀବନକୁ ଅଯଥାରେ ନଷ୍ଟ କର ନାହିଁ। ନିଜର କିଛି ଆନନ୍ଦ ପାଇଁ, କିଛି ସ୍ୱାଦ ପାଇଁ ସେମାନଙ୍କର ଜୀବନ ନିଅ ନାହିଁ। ସମସ୍ତଙ୍କୁ ସେତିକି କଷ୍ଟ ହୋଇଥାଏ ଯେତିକି ଆପଣଙ୍କୁ ହେଉଅଛି। ଆଶା କରୁଅଛି ଭିଡ଼ିଓଟି ଆପଣଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଧନ୍ୟବାଦ।